ଦେଖିବା ସେଇ ମଙ୍ଗଳଚରଣ ଫଳ ଜୁନ 7 ରୁ ଜୁଲାଇ 28 ପର୍ଯ୍ୟନ୍ତ ମଙ୍ଗଳ ସିଂହ ରାଶି 11/5 ସିଂହ ରାଶିରେ ରହିବେ। 7/4 8/4 9/4 କର୍କଟ ରାଶିର ଭାଇ ଭଉଣୀମାନେ କି ଫଳ ପାଉଛନ୍ତି ତାକୁ ଟିକେ ଆଲୋଚନା କରିବା। ଯେ ଦ୍ୱିତୀୟ ମଙ୍ଗଳ ସେତେ ଭଲ ନୁହଁ। କାହିଁକି ଭଲ ନୁହଁ ନା ଦ୍ୱିତୀୟଟା ହେଉଛି ବ୍ୟୟ ସ୍ଥାନ, ବ୍ୟୟ ଟିକେ ଅଧିକା ହେବ। ମୁଖର କିଛି ସମସ୍ୟା ହେଇପାରେ, କୁଟୁମ୍ବରେ ଦ୍ୱନ୍ଦ୍ୱ ସୃଷ୍ଟି ହେଇପାରେ, ଏସବୁ ଜିନିଷ ଟିକେ ରହିଛି। କିନ୍ତୁ ପୁରା ଅସୁବିଧା ନୁହଁ, ତାଙ୍କ ଦୃଷ୍ଟି ଫଳ ଅଛି ଭଲ। ଦ୍ୱିତୀୟ ମଙ୍ଗଳ ହେଲେ କିନ୍ତୁ ମଙ୍ଗଳ ଟିକେ ପ୍ରତିବନ୍ଧକ କରିବେ। ଅଯଥା ଅପମାନ, ସମାଲୋଚନା, ବିପୁଳ ଖର୍ଚ୍ଚାନ୍ତ ଯୋଗ। ଦୃଷ୍ଟି ଫଳ ଦେଖିବା। ଚତୁର୍ଥ ଦୃଷ୍ଟି ପଞ୍ଚମ ସ୍ଥାନ ବିଛା ରାଶି ନିଜ ଘରକୁ, ପିଲାଙ୍କର ଉନ୍ନତି, ସନ୍ତାନ ପ୍ରାପ୍ତି, ବାସ ସ୍ଥାନ ଯୋଗ, ତାପରେ ପାଠପଢ଼ାରେ ଉନ୍ନତି, ଧର୍ମ କାର୍ଯ୍ୟ। ଯେହେତୁ ପଞ୍ଚମ ଦୃଷ୍ଟି ରହୁଛି, କେଉଁ ଭାଇ ମୋର ସନ୍ତାନ ଅନୁସନ୍ତାନ ହେବ, ଜ୍ଞାନ ବଢ଼ିବ, ଉଚ୍ଚ ବିଦ୍ୟା ପଢ଼ିବାକୁ ବାହାରକୁ କର୍କଟ ରାଶି ଭାଇମାନେ ଯାଇପାରନ୍ତି, ଯାଇପାରନ୍ତି ଯିବେ ଏସବୁ ହେବ। ଭିସା ମିଳିବ, ସବୁ ଯିବେ, ସେ ଅସୁବିଧା ନାହିଁ। ସପ୍ତମ ଦୃଷ୍ଟି ଅଷ୍ଟମ ସ୍ଥାନ ଶନି କ୍ଷେତ୍ରକୁ, ରାଶିକୁ କ'ଣ ଆସିବ ଫଳ? କୁମ୍ଭ ରାଶିକୁ। ନା ଅନିଦ୍ରା, ଅସୁସ୍ଥତା, ଶାରୀରିକ ପୀଡ଼ା, ଟିକେ ବାଟରେ ଘାଟରେ ଟିକେ ଗାଡ଼ି ହୁସିଆରେ ଚଲେଇବେ, ଟିକେ ଦୁର୍ଘଟଣା ରହିଛି 1.5 ମାସ, ଦୁର୍ଘଟଣା ଜନିତ ବାଧା, ବ୍ୟସ୍ତତା, କିଛି ଗୋଡ଼ରେ ନଳି ଗୋଡ଼ରେ କିଛି ଆଘାତ, ଅର୍ଥ ଗାଡ଼ି ଫିଟି ହେଇଯିବ, କି ଉଞ୍ଚାରେ ପଡ଼ିଯିବେ, କି କେଉଁଠି ଫାଟିଯିବ, କି ପନିକି ବାଜି କାଟି ହେଇଯିବ, କି କୋଦାଳ କି କୁରାଡ଼ି ବାଜିଯିବ, ବିଭିନ୍ନ ପ୍ରକାର ସମସ୍ୟା କାମ ଲୋକ କରୁଛନ୍ତି ନା, ଗୋଟେ ଭାରି ଜିନିଷ ଗୋଡ଼ରେ ପଡ଼ିଯିବ, ଏଇସବୁ ଜିନିଷ ଟିକେ 1.5 ମାସ ହୁସିଆରେ ରହିଛି। ଅଷ୍ଟମ ଦୃଷ୍ଟି ନବମ ସ୍ଥାନ ଗୁରୁକ୍ଷେତ୍ର ମୀନ ରାଶିକୁ, ଧର୍ମରେ ଟିକେ ମନ ଯୋଗ ଆସିବନି, ଯଶ ଟିକେ ହାନି ରହିଛି, କୌଣସି କାର୍ଯ୍ୟରେ ବିଘ୍ନ ଘଟିବ, ସମ୍ମାନ ହାନି। ତେଣୁକରି ଆ ପାଇଁ ପ୍ରତିକାର କ'ଣ କରିବେ ନା ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ଟିକେ ପୂଜା ଅର୍ଚ୍ଚନା କରିବେ। ନାଲି ଫଳଟିଏ ସେଉଟିଏ କି ଆମର ଡାଳିମଟିଏ ଭୋଗ କରିବେ। ସେ ପ୍ରସାଦଟିଏ ପିଲାଙ୍କୁ ବାଣ୍ଟିବେ ପ୍ରତି ମଙ୍ଗଳବାର ଦିନ। ଏତିକି କରନ୍ତୁ। କର୍କଟ ରାଶି ଭାଇ ଭଉଣୀମାନେ ବିଶେଷ କରି 45% ଶୁଭଫଳ ମଙ୍ଗଳଙ୍କର ପାଉଛନ୍ତି। କିନ୍ତୁ କିଛି ଅସୁବିଧା ସେମିତି ନାହିଁ। ଆରେ ଭାଇ ଶାବଳଟେ ପଶିଲେ ଅସୁବିଧା ହେବ, ଛୁଞ୍ଚିଟେ ପଶିଲେ କ'ଣ କାଟିବୁନି? ଛୁଞ୍ଚି ପଶିଲେ ବି କାମ ତାଳ ହେବ। ତେଣୁକରି ସେ ଛୁଞ୍ଚି ପଶିବା ଭଳିଆ ହେଲେ ବି ଆମର ଅସୁବିଧା ହେବ ନା। ତେଣୁକରି ଆମେ ତାକୁ ଟିକେ ହନୁମାନଙ୍କ ପାଖରେ ପୂଜା ଅର୍ଚ୍ଚନା କଲେ ସେ ମଙ୍ଗଳଙ୍କର ଆମ ଉପରେ କୃପା ରହିବ। ଦେଖିବା ପରବର୍ତ୍ତୀ ରାଶି।